ବେଣ୍ଡା ଚାଲୁଛି ବେଣ୍ଡା ଛଡଉଛୁ ଆଜି କଣ ହବ? ମୁଁ ତରକାରୀ ହବ ଆଜି ସ୍କୁଲ ଯାଇନି ବୋଲି କେତେ କାମ କରୁଛୁ? ଦେଖନ୍ତୁ ମୋ ଝିଅ ଆଜି ଭେଣ୍ଡା ଛଡେଇ ଦଉଛି ମତେ କେତେ ସାହାଯ୍ୟ କଲାଣି ଏତିକା ବେଳୁ ଆଗକୁ ଫେର ଅଛି ତାର ଭେଣ୍ଡା ଛଡେଇ ଦଉଛି ବସିକିନା ଏଇ ତା ମଝି ଗୁଡା ମୁଁ ତାକୁ କହିଥିଲି ବାହାର କରିଦବ ବୋଲି। ଧନ ଖାଇବୁ ତରକାରୀ ହେନେ ଖାଇବୁ ଭଲ ଲାଗିବ ଭଲ ଲାଗୁଛି ସେ ଖାଇନି କହିଲାଣି ଭଲ ଲାଗୁଛି। ଧନ କଣ କରୁଛୁ? ବେଣ୍ଡା ଚାଲୁଛି ବେଣ୍ଡା ଚଢଉଛୁ କଣ ହବ? ତରକାରୀ ହବ ତରକାରୀ ହବ ଭେରି ଗୁଡ। କିଏ ଖାଇବ ତରକାରୀ ହେନେ? ମାମା ଆଉ କିଏ? ପାପା ମାମା ଝିଅ ବି ଖାଇବ? ସବୁ ଖାଇବ ସବୁ ଖାଇବେ? ହଁ ହଉଛି ନା ହଉ ହଉ। ଦେଖନ୍ତୁ ଏଇଟା କଦଳୀ ଭେଣ୍ଡା ଏଇଟା ଏବେ ତରକାରୀ ବନେଇବା। ଚାଲ ଏବେ ବାଛି ନେବା। ବାଛି ସାରିଲା ପରେ ତାକୁ ଲୁଣ ହଳଦୀ ପକାଇ ସିଝେଇବା ତାପରେ ଦେଖିବା ତରକାରୀ କିଭଳି ହେଉଛି। ଏବେ ପାଣିଟା ଦେଖନ୍ତୁ ଫୁଟି ଆସିଲାଣି ତାପରେ ରଖିଥିବା ଲୁଣ ହଳଦୀ ଟିକେ ପକାଇଦେବା ତାପରେ କଟା ଭେଣ୍ଡାକୁ ଏବେ ପକାଇଦେବା ଆଧିରେ ଏଇଭଳି ଭାବରେ ସିଝେଇ ନେବା। ଦେଖନ୍ତୁ ସିଝିଗଲା ପରେ ତାପରେ ଛାଙ୍କିଦେବା ତାପରେ ତରକାରୀ କରିବା ଆଉ ସିଝିବା ପାଇଁ ଛାଡ଼ିଦେବା ଆଉ 5-10 ମିନିଟ୍ ଛାଡ଼ିଦେବା ଆଉ। କଦଳୀ ଭେଣ୍ଡାଟା ମୋର ବଛା ସରିଗଲାଣି ଦେଖନ୍ତୁ ତାକୁ ଏବେ ଲୁଣ ହଳଦୀ ପକାଇ ସିଝେଇ ନେବା। ମୁଁ ଏଇଟା ଆଉ ଏ ଯେଉଁ ତା ଭିତର ଯେଉଁ କଡ଼ଟା ବାହାର କରି ନେଇଛି ଦେଖନ୍ତୁ ନହେଲେ ପିତା ଲାଗିବ। ଚାଲନ୍ତୁ ଏବେ ସିଝେଇ ନେବା। ତେଲ ଗରମ ହେଇ ଆସିଲାଣି ଏପଟେ ରଖିଥିବା ଜିରାକୁ ପକାଇଦେବି ପକା ହେଇଥିବା ମୁଁ ଲୁଣ ହଳଦୀ ପକାଇକି ଆଳୁ ଭାଜି ନେଇଛି। ଏବେ ମସଲା କରିବା ଭେଣ୍ଡା ପାଇଁ ଚାଲନ୍ତୁ ମସଲା କରିବା। ଆଳୁ ଏବେ କାଢି ନେବା। କଢ଼େଇ ଗରମ ହେଇ ଆସିଲାଣି ମୁଁ ତା ଦେହରେ କିଛି ତେଲ ଦେଇଦେଇଛି ତେଲ ଗରମ ହେବା ପାଇଁ ତା ଦେହରେ କିଛି ଜିରା ପକାଇଦେବା ତେଜପତ୍ର କଟା ହେଇଥିବା ପିଆଜ ଅଳ୍ପ ଜିରା ପକାଇଲି ଲଙ୍କା ପକାଇଦେବା ବି ଅଦରକ ଆଉ ରସୁଣ ପେଷ୍ଟ ଏଇଭଳି ଭାବରେ ମୁଁ କରିନେଇଛି ଆଉ କଟା ଟମାଟୋ ପିଆଜ ହବା ପାଇଁ ଛାଡ଼ିଦେବା ଟିକେ ଲୁଣ ଟିକେ ଦେଇଦେବା ଯେହେତୁ ଭେଣ୍ଡାରେ ସିଝେଇଥିଲେ ଲୁଣ ପକେଇଥିଲେ ଆଳୁ ଭଜା କରିଥିଲେ ତାକୁ ବି ଲୁଣ ଟିକେ ପକେଇଥିଲେ ଆଉ ବେଶୀ ମାତ୍ରାରେ ଲୁଣ ପକେଇବେନି। ମୁଁ ଏପଟେ ରଖିଦେଇଛି ଆଳୁଟା ଗ୍ୟାସଟା ଟିକେ ବଢେଇ ନେବା ପେଷ୍ଟ ହେବା ପାଇଁ ପିଆଜଟା ହେଇ ଆସିଲାଣି ଏବେ ରଖିଥିବା ମସଲାକୁ ପକେଇଦେବା ଧନିଆ ଗୁଣ୍ଡ ଜିରା ଗୁଣ୍ଡ ହଳଦୀ ଗୁଣ୍ଡ ଲଙ୍କା ଗୁଣ୍ଡ ଟିକେ ନାଲା ଲଙ୍କା ଗୁଣ୍ଡ ଟିକେ ତରକାରୀ କଲର ପାଇଁ ରଖିଥିବା ଅଦରକ ଆଉ ରସୁଣ ପେଷ୍ଟ କଟା ଟମାଟୋ ଆଳୁ ଦେଖନ୍ତୁ ମୁଁ ଭଲ ଭାବରେ ଭାଜି ନେଇଛି ପୁରା ସିଝି ଯାଇଛି। ମସଲା ହେଇ ଆସିଲେ ଆଳୁଟା ପକେଇବା। ଏବେ 5 ମିନିଟ୍ ଢାଙ୍କୁଣିଟା ଢାଙ୍କିଦେବା ଦେଖିବା ମସଲାଟା ହେଇ ଆସିଲାଣି କି ଢାଙ୍କୁଣି ଉଠେଇଦେବା
मसलाटा हो आसलानी ଏବେ आंच ଟିକେ बढ़ेदबा टमाटर भी सीझी जाइए भजा आलू पकईदबा ता लुण भी आलू रे मु पकईली टिके मसला भी टिके पकईली भेंडा भी सीझेली ताकू भी टिके लुण पकईली लुण हम ये भाव में सब पकईली आ लुण पकईदेली एमती भाव में कषि नवा मसला सहित मिसाई किसी पानी देदेबा अल्प टिके गोटे गिना पानी देदेले ये भाव में किसी समय घोड़ेबी होम रेमेडी मु बगेली गरम मसला किसी देदेबा अल्प किसी ये भाव करके 5 मिनट छाड़देवी बॉयल हाँपे ढाकुन देदेबा देखो घोड़ाटा काढ़ी नवा तरकारी आसला ना तरकारी आमर रेडी हो जाए गैस बंद कर नवा ये भाव में काढ़ी नवा कदली भेंडा पत्र सहित जो खोलपाटा थिला ये भाव में काढ़ी नवा नमस्कार मु सस्मिता आपण मानक यदि रेसिपीटी भल लगे घरे बन कि खाइबे लाइक शेयर कमेंट करने को निहाती भाव में भूलिबे नहीं रहिली जय जगन्नाथ रेडी हो गला भेंडा तरकारी कदली भेंडा तरकारी चलतु खाई नवा भात सहित